ଶୁଣ ସୁଭଦ୍ରା କୁହ ସୁଭଦ୍ରା ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ଯୋଜନା ହେଉଛି ସୁଭଦ୍ରା। 5 ବର୍ଷରେ 50,000 ମହିଳାଙ୍କୁ ସହାୟତା ଦେଇ ସ୍ୱାବଲମ୍ବୀ ପାଇଁ ଉଦ୍ୟମ କରିଛନ୍ତି ରାଜ୍ୟ ସରକାର। ଏନେଇ ବଲାଙ୍ଗୀର କୁଶଳ କଳାମଣ୍ଡଳ ପଡ଼ିଆରେ ଆୟୋଜିତ ଶକ୍ତି ମେଳାରେ ଯୋଗ ଦେଇଛନ୍ତି ପଞ୍ଚାୟତିରାଜ ଓ ଗ୍ରାମ୍ୟ ଜଳଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ ଓ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ। ମହିଳାଙ୍କୁ ସ୍ୱାବଲମ୍ବୀ ପାଇଁ ସହଯୋଗ କରୁଛନ୍ତି ଲୋକଙ୍କ ସରକାର ମୋହନ ସରକାର। ଏଥିପାଇଁ ପଞ୍ଚାୟତିରାଜ ବିଭାଗ ଓର୍ମାସ ପକ୍ଷରୁ ସହଯୋଗ ଯୋଗାଇ ଦିଆଯାଉଛି। ବଲାଙ୍ଗୀର ସୁଭଦ୍ରା ଶକ୍ତି ମେଳାରେ 150ଟି ଷ୍ଟଲ୍ ଲାଗିଛି। ଲୋକେ କିଣାବିକା କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି। ସୁଭଦ୍ରା ମା ମାନେ ଆଗକୁ ଗଲେ ଦେଶ ଆଗକୁ ଯିବ, ରାଜ୍ୟ ବିକଶିତ ହେବ ବୋଲି କହିଛନ୍ତି ମାନ୍ୟବର ପଞ୍ଚାୟତିରାଜ ଓ ଗ୍ରାମ୍ୟ ଜଳଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ। ସୁଭଦ୍ରା ବହୁତ ଉଚ୍ଚରେ ଭଉଣୀ ସୁଭଦ୍ରା, ଶୁଣ ସୁଭଦ୍ରା, କୁହ ସୁଭଦ୍ରା, ଏ ଯେଉଁ ସୁଭଦ୍ରା ଅଛନ୍ତି ଏ ସୁଭଦ୍ରାକୁ ଯେତେବେଳେ ଆଗକୁ ଆମେ ନେଇପାରିବା, ଯେଉଁ ଗର୍ବ କି ଜଗନ୍ନାଥ ବଳଭଦ୍ର ପାଆନ୍ତି, ସେ ଗର୍ବକୁ ଆଖି ଆଗରେ ରଖି ଓଡ଼ିଶାର ସରକାର ମୋହନ ମାଝୀଙ୍କର ସରକାର ଏ ଯୋଜନା ପ୍ରସ୍ତୁତ କରିଛନ୍ତି। ସେହି ଦୃଷ୍ଟିରୁ ଏ ମେଳାର ଉଦ୍ଦେଶ୍ୟ ହେଲା ଆମେ ଯେଉଁ ଛୋଟ ଛୋଟ ଗ୍ରୁପ୍ ଅଛୁ, ଆମର ଯେଉଁ ପ୍ରଡ଼କ୍ସନ୍ ଆମେ ତିଆରି କରୁଛୁ, ଏ ପ୍ରଡ଼କ୍ସନ୍ର ଭ୍ୟାଲୁକୁ ଆମେ ବଢ଼େଇବା। ଯଦି ଆମର ଭ୍ୟାଲୁ ବଢ଼ିବ, ସେଇଥିପାଇଁ ଯେଉଁ କୁହ ସୁଭଦ୍ରା ଯେ ଆମର ଭ୍ୟାଲୁ କେମିତି ବଢ଼ିବ ତାକୁ ଯୋଗାଯୋଗ କରିବା ଏବଂ ସରକାରଙ୍କ ତରଫରୁ ଯେଉଁ ଶୁଣ ସୁଭଦ୍ରା, ସରକାରଙ୍କ ତରଫରୁ ସେ ଶୁଣିବା କଥା ଏ ଆପଣଙ୍କର ଇଣ୍ଟରନେଟ୍ ମାଧ୍ୟମରେ ହେଇପାରେ, ମୋବାଇଲ ମାଧ୍ୟମରେ ହେଇପାରେ, ଫୋନ୍ ମାଧ୍ୟମରେ ହେଇପାରେ। ଯଦି ଯୋଗାଯୋଗ ପ୍ରଶାସନ ସହିତ ସରକାରଙ୍କ ସହିତ ସୁଭଦ୍ରା ଦିଦିର ଯଦି ଏ ପ୍ରକାର ଯୋଗାଯୋଗ ହୁଏ, ଆମେ ତାକୁ ଉଦ୍ୟୋଗୀ କରିପାରିବା, ଏଣ୍ଟରପ୍ରେନର ହେଇପାରିବ। ସେହି ଦୃଷ୍ଟିରୁ ଆମେ ପ୍ରୟାସ କରୁଛୁ। ଆଉ ଏ ପ୍ରୟାସର ମୁଁ ଉଦାହରଣ ଦେବା ପାଇଁ ଚାହିଁବି, ଆମେ ଜିଲ୍ଲାର ପ୍ରଡ଼କ୍ଟକୁ ବି ଯେଉଁମାନେ ସୁଭଦ୍ରା ଦିଦି ଅଛନ୍ତି ତାଙ୍କର ପ୍ରଡ଼କ୍ଟକୁ ବି ଆମେ ବିଦେଶରେ ଆମେ ବିକ୍ରି କରିବାର ସୌଭାଗ୍ୟ ତିଆରି କରିପାରିଛୁ। ଏଥିରେ ଆହୁରି ଅଧିକା ସେ ଜାଣିବାର ଆବଶ୍ୟକତା ଅଛି, କାରଣ ତାର ଉଦ୍ୟୋଗକୁ ବଢ଼ାଇବା ପାଇଁ ଆଜି ଯେଉଁ ଅର୍ଥର ବ୍ୟବସ୍ଥା ହେଇଛି, ଯେ ଆମେ ଅର୍ଥ ଦେବୁ, ସେ ଅର୍ଥର ସୁଧ ଦେବାକୁ ପଡ଼ିବ ନାହିଁ, ଛୁଟିବାକୁ ପଡ଼ିବ। ଯେଉଁ ଅର୍ଥକୁ ଠିକ୍ ଭାବରେ ଯେ ବିନିଯୋଗ ଯଦି କରିପାରେ, ମୁଁ ଗୋଟେ ଛୋଟ ଏକ୍ଜାମ୍ପଲ୍ ଦେଉଛି ଯେ ସମ୍ବଲପୁରୀ ଶାଢ଼ୀ ପୁରୀର ଏକ ପଲ୍ଲିଶ୍ରୀ ମେଲାରେ, ଓର୍ମାସ ଲଗେଇଥିବା ପଲ୍ଲିଶ୍ରୀ ମେଲାରେ ଗୋଟେ ଛୋଟ ଷ୍ଟଲ୍ରେ ନେଇଥିବା ଜଣେ SHG ଗ୍ରୁପ୍ ମା, ସେ ଲକ୍ଷ ଲକ୍ଷ ଟଙ୍କା ବିକ୍ରି କରିପାରିଲେ। ପାଖାପାଖି 30-40 ଲକ୍ଷ ଟଙ୍କାର ସେ ବିକ୍ରି କଲେ। କେତେ ଦିନ ଭିତରେ? 5-7 ଦିନ ଭିତରେ। ମାନେ ଆମ ପ୍ରଡ଼କ୍ଟକୁ ଆମେ କେଉଁ ମାଧ୍ୟମରେ ଗଲା, ଯେ ସୁଭଦ୍ରା ଦିଦି ମାଧ୍ୟମରେ ଆମେ ଯେଉଁ ଭିତ୍ତିଭୂମି ତିଆରି କଲା ଯେ ଏଠି ବିକ୍ରି ହେଇପାରିବ ଏବଂ ସେଥିପାଇଁ ଯେଉଁ ବ୍ୟବସ୍ଥା, ଯେଉଁ ଆୱାରନେସ୍ ତିଆରି କରାଗଲା, ଲୋକ କେମିତି କିଣିବେ, ଏ ବ୍ୟବସ୍ଥାର ଆଗକୁ ବଢ଼ିବାର ନଜର ଏ ସରକାର ରଖିଛି। ଏ ମଞ୍ଚ ଯେଉଁ ପଲ୍ଲିଶ୍ରୀ ମେଲା ବଲାଙ୍ଗୀରରେ ହେଉଛି, ଏଠିକାର ବି ପ୍ରଡ଼କ୍ଟ ଅଛି। ଏଠିକାର ବହୁତ ଗୁଡ଼ିଏ ପ୍ରଡ଼କ୍ଟ ଅଛି। ସବୁଠାରୁ ବଡ଼ ପ୍ରଡ଼କ୍ଟ ହେଲା ସମ୍ବଲପୁରୀ ବସ୍ତ୍ର। ସମ୍ବଲପୁରୀ ବସ୍ତ୍ର ଏଠିକାର ମେହେରମାନଙ୍କୁ ଆମେ ଭାରତ ସରକାର ବି ବହୁତ ପ୍ରୋତ୍ସାହନ ଦେଉଛନ୍ତି, ଓଡ଼ିଶା ସରକାର ବି ପ୍ରୋତ୍ସାହନ ଦେଉଛନ୍ତି। ତାକୁ ଆମେ ଆମର ବ୍ରାଣ୍ଡ କରିବା, ପଶ୍ଚିମ ଓଡ଼ିଶାର ବ୍ରାଣ୍ଡ କରିବା ଏବଂ ଏ ବ୍ରାଣ୍ଡକୁ ବିକ୍ରି କରିବାର ସୌଭାଗ୍ୟ ଆମେ ବିଦେଶରେ ତିଆରି କରିବା। ଏ ପ୍ରକାର ବ୍ୟବସ୍ଥା କେବଳ ବଲାଙ୍ଗୀର ମେଲାରେ ନୁହେଁ, ଏତାକୁ ଆମେ ଦିଲ୍ଲୀ ଦରବାରକୁ ନେଉଛୁ, ଏତାକୁ ଆମେ ବିଶ୍ୱ ଦରବାରକୁ ନେବା ପାଇଁ ଆମେ ଚାହୁଁଛୁ। ଏ ପ୍ରକାର ଡବଲ ଇଞ୍ଜିନ ସରକାରର ଆଭିମୁଖ୍ୟ ଅଛି। ଏ ଆଭିମୁଖ୍ୟକୁ ଆପଣମାନେ ସମସ୍ତେ ସହଯୋଗ କରନ୍ତୁ। ଯେଉଁ ସୁଭଦ୍ରା କୁହାଯାଉଛି, ସୁଭଦ୍ରାକୁ ନେଇକି ଗୁଡ଼ାଏ କଥା ସାମ୍ନାକୁ ଅଛି, ନିଚ କହୁଥିବା ସରକାର କହୁଛନ୍ତି, ସେମାନଙ୍କ ପାଇଁ କ'ଣ ରହିବ ଆପଣଙ୍କର ଜବାବ? କିଏ କହିଲା? କହିବାର ସାହସ କାହାର ଅଛି? ମୁଁ 24 ବର୍ଷ ଦେଖିଛି ସରକାରକୁ। ମିଛ କହିବାର ଏ ସରକାରର ନଜିର ନାହିଁ। ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ, ଯାହା ପୂରଣ କରୁଛୁ। ଆଗାମୀ ଦିନରେ ଅପେକ୍ଷା କରନ୍ତୁ।
ଏ ସରକାର କ'ଣ କରିପାରେ। ଯେଉଁମାନେ ମୂକ ଥିଲେ କିଛି ତାଙ୍କ ମୁହଁରୁ କଥା ବାହାରୁ ନଥିଲା ଏ ପ୍ରକାର ସରକାର ନୁହେଁ। ଏ ସରକାର ଲୋକଙ୍କର ସରକାର। ଲୋକଙ୍କର ସରକାର ଥିବା ଦୃଷ୍ଟିରୁ ଲୋକ ଯାହା ଆଶୀର୍ବାଦ କରିବେ ଏ ସରକାର ସେ ଆଶୀର୍ବାଦକୁ ପାଥେୟ କରି କାମ କରିବ। ଏହା ହିଁ ଆମର ଆଭିମୁଖ୍ୟ। ବଲାଙ୍ଗୀର ଅଞ୍ଜୁ ପୃଷ୍ଠଙ୍କ ରିପୋର୍ଟ, ବିଶ୍ୱ ବିଜୟ ନ୍ୟୁଜ୍, ଓଡ଼ିଶା।